ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 3 ଦିନିଆ ଓଡ଼ିଶା ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି କଟକରେ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ। ସେ ଅଗଷ୍ଟ 4 ତାରିଖରେ ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ମା କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ। ସେଠାରେ ସେ ଆଳତୀ କରିବେ। ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଅଗଷ୍ଟ 5ରେ ଫେରିଯିବେ। ପରବର୍ତ୍ତୀ ଖବର, ରାତିରେ ବୁଲା ଗୋବଂଶ ପାଇଁ ଅଭିନବ ପଦକ୍ଷେପ, ବେକରେ ପଡ଼ିବ ରିଫ୍ଲେକ୍ଟିଭ୍ ରାଡିୟମ୍ ବେଲ୍ଟ। ରାତ୍ରି ସମୟରେ ବୁଲା ଗୋବଂଶ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଗୋବଂଶଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଗୋମାତା ସୁରକ୍ଷା ରିଫ୍ଲେକ୍ଟିଭ୍ ରାଡିୟମ୍ ବେଲ୍ଟ ଯୋଜନା ଅଧୀନରେ ବୁଲା ଗୋବଂଶଙ୍କ ବେକରେ ପ୍ରତିଫଳିତ ଆଲୋକ ବିଶିଷ୍ଟ ରାଡିୟମ୍ ବେଲ୍ଟ ପିନ୍ଧାଯିବ। ଏହି ଯୋଜନା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାକୁ ମୋଟ 69,817ଟି ରିଫ୍ଲେକ୍ଟିଭ୍ ରାଡିୟମ୍ ବେଲ୍ଟ ବଣ୍ଟନ କରାଯିବ। ଏନେଇ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯାଇଛି। ରାଡିୟମ୍ ବେଲ୍ଟ ରାତିରେ ଯାନବାହନ ହେଡ୍ଲାଇଟ୍ ଆଲୋକରେ ଦୂରରୁ ଦୃଶ୍ୟମାନ ହେବ, ଫଳରେ ଚାଳକମାନେ ଆଗୁଆ ସତର୍କ ହୋଇପାରିବେ ଏବଂ ବୁଲା ଗୋବଂଶ ସହ ଧକ୍କା ଲାଗିବା ଭଳି ସଡ଼କ ଦୁର୍ଘଟଣାରେ ଉଲ୍ଲେଖନୀୟ ହ୍ରାସ ଆସିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ମହାନଦୀରେ ବନ୍ୟା ଆଶଙ୍କା ଟଳିଲା, କମୁଛି ହୀରାକୁଦର ଜଳସ୍ତର। ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନାହିଁ। ସ୍ଥିତି ସମୀକ୍ଷା କରି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ। କେଉଁଥିପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ ଇଆଇସି। 2 ଦିନ ତଳେ ହୀରାକୁଦରେ 625 ଫୁଟ ପାଣି ଥିଲା। ଏବେ ମୁଣ୍ଡଳିରେ ପାଣି କମିବାରୁ ହୀରାକୁଦରୁ ପାଣି ଛଡ଼ାଗଲା। ଏବେ ହୀରାକୁଦରେ 623 ଫୁଟ ପାଣି ଅଛି, ଯାହା କମୁଛି। ଅଗଷ୍ଟ 4 ସୁଦ୍ଧା ଏହା 616 ଫୁଟ ହେବ। 2,12,000 କ୍ୟୁସେକ୍ ପାଣି ତଳ ଆଡ଼ୁ ପ୍ରବେଶ ହେଉଛି। ଯେତେ ପଶୁଛି ତାଠାରୁ 3 ଗୁଣ ଅଧିକ ନିଷ୍କାସନ ହେଉଛି। 22ଟି ଗେଟ୍ ଜରିଆରେ ପାଣି ବରମୁଲ ପାର କଲାଣି। ଆଜି ସକାଳେ ମୁଣ୍ଡଳିରେ ପାଣି କମିବ। ମହାନଦୀରେ ଆଉ ବନ୍ୟା ନାହିଁ। ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳ ପ୍ରଭାବିତ ହୋଇଥିଲା। 2/3 ଅଞ୍ଚଳରୁ ପାଣି ଛାଡ଼ିଲାଣି। ବୈତରଣୀ ନଦୀ ଆଖୁଆପଦା ଆନନ୍ଦପୁରରେ ବିପଦ ସଂକେତ ତଳେ ଅଛି। ଆଉ ବନ୍ୟା ହେବନି। ସାଳନ୍ଦୀ ନଦୀ ରାଜଘାଟ ବ୍ରିଜରେ ପାଣି କମିଛି, ସେଠି ବି ବନ୍ୟା ପ୍ରକୋପ କମିଲାଣି। ଜଳକା ନଦୀ ମଥାନୀରେ ସ୍ଥିର ରହିଛି, ସେଠି ଜଳ କମିବାକୁ ସମୟ ଲାଗିବ। ରେଙ୍ଗାଲିର ଗୋଟେ ଗେଟ୍ ଖୋଲା ଅଛି, ହେଲେ ବନ୍ୟା ହେବନି। ପରବର୍ତ୍ତୀ ଖବର, ନିଟ୍ ପିଜି 2026 ପାଇଁ କଡ଼ା ସୁରକ୍ଷା, ଏଥର ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା। ନିଟ୍ ପିଜି 2026 ପରୀକ୍ଷା ସ୍ୱଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ 30 ତାରିଖ ରବିବାର ସକାଳ 9ରୁ ଅପରାହ୍ନ 12:30 ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ପରୀକ୍ଷାର୍ଥୀଙ୍କୁ ସକାଳ 7ଟାରୁ କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ଏବଂ 8:30ଟାରେ ପ୍ରବେଶ ଦ୍ୱାର ବନ୍ଦ କରିଦିଆଯିବ। ପରୀକ୍ଷା କେନ୍ଦ୍ର ବଣ୍ଟନରେ ପୂର୍ବରୁ ପ୍ରଚଳିତ ଆଗେ ଆସିଲେ ଆଗେ ପାଇବ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ପରୀକ୍ଷାର୍ଥୀ 3ଟି ରାଜ୍ୟକୁ ପସନ୍ଦ କରିପାରିବେ। ସେମାନଙ୍କ ଚିଠିପତ୍ର ଠିକଣା ଥିବା ରାଜ୍ୟକୁ ପ୍ରଥମ ପସନ୍ଦ କରିବା ବାଧ୍ୟତାମୂଳକ। ଫଳରେ ବାସସ୍ଥାନ ନିକଟରେ କେନ୍ଦ୍ର ମିଳିବାର ସମ୍ଭାବନା ବଢ଼ିବ। ପରୀକ୍ଷାର ପ୍ରାୟ 3 ସପ୍ତାହ ପୂର୍ବରୁ ସହର ସମ୍ପର୍କରେ ସୂଚନା ମିଳିବ। ପୂର୍ବର 200 ବଦଳରେ ଏଥର 180ଟି ପ୍ରଶ୍ନ ରହିବ, କିନ୍ତୁ ପରୀକ୍ଷା ଅବଧି 210 ମିନିଟ୍ ରହିବାରୁ ପ୍ରତ୍ୟେକ ପ୍ରଶ୍ନ ପାଇଁ ଅଧିକ ସମୟ ମିଳିବ। ଆବେଦନ ସମୟରେ ପରୀକ୍ଷା ଦିନ ଆଧାର ଭିତ୍ତିକ ପରିଚୟ ଯାଞ୍ଚ କରାଯିବ। ଆଙ୍ଗୁଠି ଛାପ ମେଳ ନ ଖାଇଲେ ଆଖିର ଡୋଳା ଯାଞ୍ଚ କରାଯିବ। ପରବର୍ତ୍ତୀ ଖବର, ଭଟ୍ଟାରିକା ମନ୍ଦିର ବେଢ଼ାକୁ ପୁଣି ଛୁଇଁଲା ବନ୍ୟାଜଳ, ପ୍ରଶାସନ ଲଗାଇଲା 163 ଧାରା। ମା ଭଟ୍ଟାରିକା ପୀଠରେ ଲାଗିଲା କଟକଣା। ବଡ଼ମ୍ବାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠକୁ ଛୁଇଁଛି ପୁଣି ଥରେ ମହାନଦୀର ବନ୍ୟାଜଳ, ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ 163 ଧାରା ଜାରି କରାଯାଇଛି। ଖବର ଅନୁସାରେ ଶନିବାର ହୀରାକୁଦ ଡ୍ୟାମ୍ର 20ଟି ଗେଟ୍ ଖୋଲାଯାଇଛି, ଯାହାଫଳରେ ମହାନଦୀର ଜଳସ୍ତର ପୁଣି ଥରେ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠକୁ ତୃତୀୟ ଦଫା ବନ୍ୟାଜଳ ସ୍ପର୍ଶ କରିଛି। ନୀତିକାନ୍ତି ଓ ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ବନ୍ୟାଜଳ ମନ୍ଦିର ଭିତରକୁ ପ୍ରବେଶ କଲେ ପୂର୍ବ ପରମ୍ପରା ଅନୁସାରେ ପୁଣି ମା ଭଟ୍ଟାରିକାଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପୀଠ ପରିସରରେ ଧାରା 163 ଜାରି ରହିଛି ଏବଂ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ପରବର୍ତ୍ତୀ ଖବର, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ପୋଲିସର ଟ୍ରାଫିକ୍ ଆଡଭାଇଜରି। 4 ଓ 5 ଅଗଷ୍ଟରେ ଲାଗିବ କଟକଣା। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ପୋଲିସର ଟ୍ରାଫିକ୍ ଆଡଭାଇଜରି ଜାରି। ଅଗଷ୍ଟ 4 ଓ 5 ତାରିଖରେ ବ୍ରହ୍ମପୁର ଏବଂ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମ ପାଇଁ ଆଡଭାଇଜରି ଜାରି ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯାନବାହନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। 4 ଅଗଷ୍ଟ 2026 ସକାଳ, କୌଣସି ଭାରୀ ଯାନବାହନକୁ ସକାଳ 10ଟାରୁ
प्राय 11:45 पर्यंत अंधपसरा छकरू फास्टगेट आड़कू एवं विपरीत दिगरे चलाचल करने को अनुमति दिज्व नहीं। समस्त स्कूल बस को लांजीपाली बाईपास दे ब्रह्मपुर सहर में प्रवेश करने को अनुमति दिज्व। कौन हल्का जान यथा कार बा ऑटो रिक्शा को सकाळ 10:30 रु प्राय 11:45 पर्यंत अंधपसरा छकरू फास्ट गेट आड़कू एवं यार विपरीत दिगरे चलाचल करें नहीं। यह गाड़ी गुड़िक लांजीपाली बाईपास दे ब्रह्मपुर सहर में प्रवेश करने को अनुमति दिज्व। कौन दुई चकिया जान गुड़िक सकाळ 10:45 रु अंधपसरा छकरू हरिडाखंडी छक आड़कू एवं यार विपरीत दिग को जावाक अनुमति दिज्व नहीं। 4 अगस्त 2026 संध्या कौन भारी जानवाहन को अपराह 3टारू प्राय 5:30 पर्यंत फास्टगेट रु हलदिया पदर अभिमुखे चलाचल करें नहीं। समस्त स्कूल बस कॉर्पोरेशन छक दे ब्रह्मपुर सहर में प्रवेश करें। कौन हल्का जान यथा कार किंबा ऑटो रिक्शा को अपराह 3टारू प्राय 5:30 पर्यंत फास्ट गेट रु अंधपसर आड़कू एवं यार विपरीत दिगरे चलाचल करें नहीं। कौन दुई चकिया जान गुड़िक संध्या 4टारू हरिडाखंडी छकरू हलदिया पदर आड़कू एवं यार विपरीत दिगरु जावाक अनुमति दिज्व नहीं। कौन भारी जानवाहन संध्या 4टारू प्राय 5:30 पर्यंत हलदिया पदर NH 16 छत्रपुर आड़कू चलाचल करें नहीं। 5 अगस्त 2026 सकाळ कौन भारी जानवाहन को सकाळ 9 रु प्राय 10:30 पर्यंत गोपालपुर जंक्शन रु NH 16 गोलंथरा अभिमुखे चलाचल करें नहीं। कौन हालुका जान यथा कार किंबा ऑटो रिक्शा को सकाळ 9:30 रु प्राय 10:30 पर्यंत गोपालपुर जंक्शन रु NH 16 गोलंथरा आड़कू चलाचल करें नहीं। कौन दुई चकिया जान गुड़िक सकाळ 9:45 रु प्राय 10:30 पर्यंत गोपालपुर जंक्शन रु NH 16 गोलंथरा आड़कू चलाचल करें नहीं। यह कटकणा गुड़िक जरूरीकालीन सेवार नियोजित जानवाहन यथा अग्निशम और आंबुलांस चलाचल निमंते लागू हेब नहीं। परवर्ती खबर रास्ता नथिला हार मानिलेनी 108 कर्मचारी 108 कर्मचारी महानता स्ट्रेचर रे 1 किलोमीटर बोही बोही घाटी ओह्लैवा सहित हस्पिटाल रे भर्ती कर जीवन बंचाइले। एभली घटना सामना को आसिबा परे लोके 108 कर्मचारी को प्रशंसा करुछंती। एभली दृश्य नुआपड़ा जिला बोडेन ब्लॉक पाटदहा गाँ अंचल में देखा मिलता। ललिता माझी नामक जड़े महिला को प्रसव जंत्रणा हेबा परे 108 आंबुलांस को फोन करथिले हेले लगाण वर्षार रास्ता धोई होई जाइथिबा बेले आंबुलांस टी जाई पारि नथिला। पाटदहारू गर्भवती महिला को कष्टे मष्टे एक बाइक रे अधा बाट आनिबा परे 1 किलोमीटर ऊर्ध्व हेब स्ट्रेचर रे बोही चाली चाली घाटी रास्तार तलको आनिथिले 108 आंबुलांस कर्मचारी। तेबे एभली महान काम पई आंबुलांस कर्मचारी माने प्रशंसार पात्र होइछंती। परवर्ती खबर प्रथम थर पई पुरी श्रीमंदिर को जीव बलांगीर चाउल कृषि ही जीविका अर्जनर पंथा चाष करी आज से साहुकार बिलरे केते हलिया मूलिया काम करती हेले निजे हलिया होई काम करिवार आनंद अनुभव किछि अलगा। से पुणी कहार जे समग्र जगत को अन्न जगाउछि से कालिया सान्तंकर भजन सम्राट भिकारी बळଙ୍କ कंठरे से गीत कालिया रे कालिया ए जन्म परे आर जन्म को करिदे मते तो जमी हलिया ए गीत एवं सत होइछि। बलांगीर उपकंठ गईतला ग्रामर चाषी वृंदावन पटेल यहाँ सत कर देखाई। प्रथम थर पर पुरी श्रीमंदिर को जीव बलांगीर चाउल जहाँकि कोठ भोगरे लगी हेब आउ चाउल को अमल कर सौभाग्य पाई वृंदावन। 80 हेक्टर में बास्ना चाउल 20 हेक्टर में झाईमुग एथिरे पड़बनी रासायनिक सार केवल जैविक खतर तैयारी हेब कालिया धान। यह बलांगीर पोईतला आगलपुर मुरीबाहाल पाटणागढ़ होउछि चाष। झिली और गोविंद भोग अमृत अन्न योजन जिले में स्वतंत्र धान और मुग चाष आरंभ होइछि। परवर्ती खबर भल व्यवहार पर आजीवन कैदी को मुक्ति सजा पूर्वा पूर्व मुकुले कैदी पाई आजीवन मुकुले 14 वर्ष पर हत्या मामलें आजीवन सजा भोगुवा 3 कैदी मुक्त हेले। कांधरे उत्तरी हाथ में भागवत गीता सहित महात्मा गांधी फोटो चित्र दे सम्मानित। एमाने केउ नेता मंत्री बा बड़ ऑफिसर नुहंती कि केउ स्टेज नुहे। ए होछि झारपड़ा जेल और यह 3 जण होउछंती हत्या अभियोग में सजा काटुथिबा कैदी। तथापि यह कैदी को भल काम पाई मुक्त कले सरकार। झारपड़ारू मुकुली 3 जनक मध्य जटणी अंचल रतन घोष बालीपाटना अंचल सुरेन्द्रनाथ बल और नुआगाँ अंचल विपिन बिहारी बराड़ 3 जण हत्या अभियोग में आजीवन सजा भोगुथिबा बेले जेल सुधार प्रक्रिया रे सामिल होई निजको सुधारी सेपटे कैदी आज घर को फेरुथिबा जानि बहुत खुशी होइछंती हेले एबे भी सठिक तदंत पई दाबी करिछंती। परवर्ती खबर शक्तिशाली राष्ट्र गठन पई युवशक्ति निशाठू दूर रहिबा जरूरी निशामुक्त युववर्ग भारत संकल्प अभियान आरंभ होइछि। यह अवसर में ओडिशार युव साथी को मुख्यमंत्री अभिनंदन जणाइछंती। प्रधानमंत्री मोदी नेतृत्व में 28,000 अधिक स्थान में 2 कोटी अधिक युवक युवती निशामुक्त भारत पर संकल्पबद्ध होइछंती। शक्तिशाली राष्ट्र गठन पर युवशक्ति निशाठू दूर रहिबे बोली निशामुक्त युवपीढ़ी विकसित भारत संकल्प अभियान कार्यक्रम को संबोधन करी कहिछंती मुख्यमंत्री मोहन चरण माझी। से आहुरी मध्य कहिछंती जे युववर्ग को सुस्थ रखी भविष्यत और स्वप्न साकार करबा हमर प्राथमिकता। समस्त संकल्प नेबा निशा को ना कहबा जीवन और प्रगति को हाँ कहबा। राज्य सरकार निशा विरुद्ध शून्य सहनशीलता नीति ग्रहण
କରିଛନ୍ତି। ନିଶା ନିବାରଣ ପାଇଁ ଆଗକୁ ରାଜ୍ୟସ୍ତରୀୟ ଜିଲ୍ଲା ଏବଂ ବ୍ଲକ ସ୍ତରକୁ ଯିବ କାର୍ଯ୍ୟକ୍ରମ। ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିଶା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ନିଶାଗ୍ରସ୍ତଙ୍କ ଚିକିତ୍ସା ପାଇଁ ସରକାର ଦାୟିତ୍ୱ ନେଉଛନ୍ତି। ଏହା ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଜନ ଆନ୍ଦୋଳନ। ପରବର୍ତ୍ତୀ ଖବର, ବନ୍ୟା ସ୍ଥିତିରେ ସୁଧାର, ତଥାପି ସତର୍କ ରହିବାକୁ ଆହ୍ୱାନ। ବନ୍ୟା ପରିସ୍ଥିତି ସୁଧୁରି ଯାଇଛି, ହେଲେ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଥାଏ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ତା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଯାଜପୁର ପ୍ରଭାବିତ ହେଲା। ମହାନଦୀ ପାଣି ଛାଡ଼ିବାରୁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଉପରେ ବି ପ୍ରଭାବ ପଡ଼ିଲା। 23 ଜିଲ୍ଲା ପ୍ରଭାବିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଗ୍ରିମ 500 କୋଟି ପ୍ରଦାନ କରିଛନ୍ତି। ଚାଷ ଜମି କ୍ଷତି ହୋଇଛି, ଏହାର ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ କାମ ଆରମ୍ଭ କରିଛି। ଘର ଭାଙ୍ଗିଛି, ରାଜସ୍ୱ ଅଧିକାରୀ ଗାଁକୁ ଗାଁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ। ପନିପରିବା ନଷ୍ଟ ହୋଇଛି, ଏହାକୁ ସମ୍ବେଦନଶୀଳ ଓ ମାନବୀୟ ଦୃଷ୍ଟିରୁ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡ଼ିବାର 72 ଘଣ୍ଟା ଭିତରେ ଏହା ହେବ। ପାଣି ବିଶୋଧନ କାର୍ଯ୍ୟ ବି ହେଲାଣି। ବୋରୱେଲ, ବନ୍ଧ, କୂଅ ସମେତ ସମସ୍ତ ଜଳ ଉତ୍ସ ବିଶୋଧନ ହେଉଛି। ବିଶୋଧନ ନ ହେବା ଯାଏ ପିଇବା ପାଣି ଲୋକଙ୍କ ପାଖକୁ ପହଞ୍ଚିବ। ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ଅଛି। ତୁରନ୍ତ କ୍ଷୟକ୍ଷତି ଆକଳନ ସହିତ ଅଙ୍ଗନୱାଡ଼ି ଓ ସ୍କୁଲର କ୍ଷୟକ୍ଷତି ରିପୋର୍ଟ ବି ମଗାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ। ପରବର୍ତ୍ତୀ ଖବର, ବାବା ଧବଳେଶ୍ୱରଙ୍କ ପୀଠରେ କେମିତି ହେବ ଜଳ ଲାଗି, ଦ୍ୱନ୍ଦ୍ୱରେ କାଉଡ଼ିଆ। ଧବଳେଶ୍ୱର ପୀଠରେ ଦ୍ୱନ୍ଦ୍ୱ। ଆଜି ଶ୍ରାବଣ ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳ ଲାଗି ନେଇ ଲାଗିଛି ଦ୍ୱନ୍ଦ୍ୱ। ମହାନଦୀରେ ବନ୍ୟା ପାଇଁ ଦର୍ଶନ ଓ ଜଳ ଲାଗି ଉପରେ ଲାଗିଛି କଟକଣା। ଧବଳେଶ୍ୱର ପୀଠକୁ ନ ଯିବା ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ ବୋଲି କଟକ ଜିଲ୍ଲା ପ୍ରଶାସନର କଟକଣା ଜାରି ହୋଇଥିଲା। କଟକଣା ପାଇଁ ଦ୍ୱନ୍ଦ୍ୱରେ ହଜାର ହଜାର କାଉଡ଼ିଆ। ଆଜି ବାବା ଧବଳେଶ୍ୱରଙ୍କୁ କେମିତି କରିବେ ଜଳ ଲାଗି? କାଉଡ଼ିଆଙ୍କ ସହ ଶ୍ରଦ୍ଧାଳୁ ଓ ମନ୍ଦିର ପୂଜକ ସମାଜ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜଳ ଲାଗି ଓ ଦର୍ଶନ ସମ୍ପର୍କରେ ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ପରବର୍ତ୍ତୀ ଖବର, ନିଶା ବିରୁଦ୍ଧରେ ଅଭିଯାନ, ଯୁବପିଢ଼ି ଏବଂ ଜେନ୍ଜି ଜେଡ୍କୁ ପିଏମ୍ ମୋଦିଙ୍କ ବାର୍ତ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶାମୁକ୍ତ ଯୁବପିଢ଼ି ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି। ନିଶା ବିରୁଦ୍ଧରେ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାରା ଦେଶରୁ 10,000ରୁ ଅଧିକ ସ୍ଥାନରୁ ଯୁବକମାନେ ଯୋଡ଼ି ହୋଇଥିଲେ। ମାଇଁ ଭାରତ, ଭଲିଣ୍ଟିୟର୍ସ, ୟୁଥ୍ କ୍ଲବ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଅଣସରକାରୀ ସଂଗଠନ, ଶିଳ୍ପ ସଂଗଠନ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ଭାବେ ଯୋଡ଼ି ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି କୌଣସି ଯୁବକ ଭୁଲବଶତଃ ନିଶାରେ ଫସି ମଧ୍ୟ ଯାଇଛନ୍ତି, ତେବେ ଏହାର ମାନେ ନୁହେଁ ଯେ ତାଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି। ଆମକୁ ସବୁବେଳେ ଏହି କଥାର ଧ୍ୟାନ ରଖିବାକୁ ହେବ। ଘରର କୌଣସି ପିଲା ଯଦି ନିଶାର ଶିକାର ହୋଇଛି, ତେବେ ଏହାକୁ ସାମାଜିକ ସମ୍ମାନ ଆଢ଼ୁଆଳରେ ଲୁଚାନ୍ତୁ ନାହିଁ। ଆବଶ୍ୟକୀୟ ସହଯୋଗ ନିଅନ୍ତୁ। ମେଡିକାଲ ସାହାଯ୍ୟରେ ନିଜ ପିଲାଙ୍କୁ ନିଶାରୁ ମୁକ୍ତ କରିବାକୁ ପ୍ରୟାସ କରନ୍ତୁ। ଆମକୁ ପରିବାରରେ ପିଲାମାନଙ୍କ ସହ ଖୋଲାଖୋଲି କଥାବାର୍ତ୍ତା କରିବାର ସଂସ୍କୃତି ମଧ୍ୟ ତିଆରି କରିବାକୁ ପଡ଼ିବ, ଯାହାଦ୍ୱାରା ଏପରି ଜାଲରେ ଫସିବା ପୂର୍ବରୁ ହିଁ ଆପଣ ତାଙ୍କ ହାତ ଧରିପାରିବେ। ପରବର୍ତ୍ତୀ ଖବର, ବନ୍ୟା ଯୋଗୁଁ କେରଳରେ 8 ଓ କର୍ଣ୍ଣାଟକରେ ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର 3 ମୃତ। ଦକ୍ଷିଣ ଭାରତରେ ଭୀଷଣ ବର୍ଷା ଏବେ ବି ବିତ୍ପାତ ରଚିଛି। କେରଳରେ ବର୍ଷା ସମ୍ପର୍କିତ ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକଙ୍କୁ ବିସ୍ଥାପନର ସମ୍ମୁଖୀନ ହେବାକୁ ପଡ଼ିଛି। ସେପରି ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର ଶିବମୋଗାରେ ହୋଇଥିବା ଭୂସ୍ଖଳନରେ ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ 8 ଜଣ ଲୋକେ ନିଖୋଜ ଅଛନ୍ତି। ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରୁ 5,792 ଜଣ ଲୋକଙ୍କୁ ଉଦ୍ଧାର କରି 209ଟି ରିଲିଫ୍ କେନ୍ଦ୍ରରେ ରଖାଇଛନ୍ତି। ପରବର୍ତ୍ତୀ ଖବର, ବିଧବା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ 60 ଲକ୍ଷ ଟଙ୍କା ଠକେଇ ଜଣେ ଗିରଫ। ବୈବାହିକ ୱେବସାଇଟ୍ ମାଧ୍ୟମରେ ପ୍ରେମ ଓ ବିବାହର ଜାଲ ବିଛାଇ ଜଣେ ବିଧବା ମହିଳାଙ୍କଠାରୁ 60 ଲକ୍ଷ ଟଙ୍କା ଠକିନେବା ମାମଲାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସାଇବର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଆନ୍ତଃଜିଲ୍ଲା ସାଇବର ଠକେଇ ରୋକିବାକୁ ଯାଇ ପୁଲିସ ଜଣେ ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକ ଜଣକ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳର ଉତ୍ତମ କୁମାର ସାହୁ ଓରଫ ମିକି, ବୟସ 32 ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ନଗଦ 10,000 ଟଙ୍କା, 6ଟି ଏଟିଏମ୍ କାର୍ଡ ଏବଂ ଗୋଟିଏ ସ୍ମାର୍ଟଫୋନ୍ ଜବତ କରାଯାଇଥିବା ନେଇ ସାଇବର ଥାନା ଏଆଇସି ଜ୍ୟୋତିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ତେବେ ଘଟଣାର ମୁଖ୍ୟ କାରପଟଦାର ଏବେ ବି ଫେରାର ଅଛନ୍ତି। ପରବର୍ତ୍ତୀ ଖବର, ଭାରତରେ 2 ବର୍ଷ ପରେ ପ୍ରଥମ ଥର ସାମ୍ନାକୁ ଆସିବେ ଶେଖ୍ ହସିନା। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଥମ ଥର ଭାରତରେ ଗଣମାଧ୍ୟମ ସାମ୍ନାକୁ ଆସିବେ। ଭାରତରେ ଶରଣ ନେବାର ପାଖାପାଖି 2 ବର୍ଷ ପରେ ଏହା ପ୍ରଥମ ଥର ଯେଉଁଥିରେ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ହସିନା ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଭର୍ଚୁଆଲି ହୋଷ୍ଟ କରାଯିବ, ଯେଉଁଥିରେ ଶେଖ୍ ହସିନା ତାଙ୍କ ଭବିଷ୍ୟତର ଯୋଜନା ଓ ବାଂଲାଦେଶ ଫେରିବା ବାବଦରେ କହିପାରନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା, ବିହାର ଖେଳାଳିଙ୍କ ବିକାଶ ପାଇଁ ମିଳିମିଶି କାମ କରିବେ। ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସ ସିଂ 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗସ୍ତର ଶେଷ ଦିନରେ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ।
दुई राज्य मध्य क्रीड़ा क्षेत्र में सहयोग, खेलाड़ी आदान प्रदान, क्रीड़ा विज्ञान व्यवहार और तृणमूल स्तर नुआ प्रतिभा खोजा उपर यह बैठक में गुरुत्व दि जाता। यह आलोचना समय ओडिशा क्रीड़ा और युव सेवा विभाग कमिशनर तथा सचिव भूपेन्द्र सिंह पुनिया उपस्थित रही विभागीय कार्यपंथा संपर्क में सूचना देते। बिहार क्रीड़ा मंत्री ओडिशार विश्वस्तरीय क्रीड़ा भित्तिभूमि और हाई परफॉर्मेंस सेंटर गुड़िकर प्रशंसा करते। क्रीड़ा प्रांगण गुड़िकर सठिक व्यवहार और परिचालना पाई से ओडिशा और बिहार मध्य बंधुत्वपूर्ण मैच और खेलाड़ी विनिमय कार्यक्रम आयोजन करने को प्रस्ताव देते। परवर्ती खबर, बुड़ी जाइथिबा पुओ को उद्धार कर भासीगले बापा। जगतसिंहपुर जिला पारादीप एक दुखद घटना घटी। श्रावण सोमवार निमंते पानी भार नहीं जावा निमंते महानदी को जाइथिले। सेठारे हठात नदी रे गोड़ खसी भरा नई को भासी जाउथिबा पुओ को बंचाइबा को जाई बापा नदी गर्भरे हजि जाइछन्ते। खबर लेखाजिबा बेलକୁ बापाଙ୍କ पत्ता मिली नथिबा जणा पड़िछि। सूचना अनुसार निखोज व्यक्ति हेले पारादीप ब्लॉक थाना निमिडिही ग्रामर ईश्वर बारिक। गुरुतर पुओ को उद्धार करा जाय मेडिकल स्थानांतर करा जायछि। भूतमुंडाई पोलो निकट महानदी घाटरे यह घटना घटिछि। घटनास्थल में पारादीप ब्लॉक थाना पुलिस और कुजंग अग्निशम विभाग पक्षर खोजाखोजी आरंभ करा जायछि। तेबे राति हो जाइथिबारु खोजिबारे समस्या उपुजिछि। परवर्ती खबर, बन्या परे बढ़िबारे लागिछि थंडा ज्वर। पानी मिलु नथिबारु झाड़ा बांति व्यापिबा आशंका। बन्या पानी छाड़ुछि किंतु बढ़ुछि रोग भय। बन्या प्रभाव में विभिन्न रोग व्यापिबार आशंका सृष्टि होइछि। सेपटे विभिन्न स्थान में हस्पिटाल गुड़िक पानी रे बुड़ी जाइथिबारु नाही नथिबा असुविधार सम्मुखीन हेउछन्ति लोके। केही असुस्थ हेले बढ़ुछि चिंता। पानी रे बुड़िछि हस्पिटाल, चालुछि अंटाए उच्चर पानी। केन्द्रापड़ा जिला राजनगर ओस्तिया गाँवर आयुष्मान आरोग्य केन्द्र ही दृश्य स्पष्ट होउछि बन्या केमिति दाऊ साधिछि। मेडिकल रे पानी पशिजिबारु बाधा प्राप्त होइछि रोगी सेवा। स्थिति को देखि मेडिकल कर्तृपक्ष अन्य एक अस्थायी घर को औषध पत्र और प्राथमिक चिकित्सा उपकरण स्थानांतर करिसेंति। किंतु सेठी रोगी को रखिबा भली सुविधा नथिबारु प्राथमिक चिकित्सा करा जाई जिला मुख्यालय हस्पिटाल को स्थानांतर करा जाउछि, जाहाको नै लोके चिंतार पड़िसेंति। पानी छाड़ुथिबा बेले बन्यांचल रे घारिलाणी विभिन्न रोगर भय, विशेषकर पानीय जल संकट देखा देइथिबारु झाड़ा बांति व्यापिबार आशंका रहिछि। सेपरि बन्या पानी रे घंटा घंटा धरी एपट सेपट हेबा जोगु थंडा ज्वर, आखि धरिबा आशंका बढ़िछि। सेपरि चर्म रोग मध्य वृद्धि पाइबार आशंका थिबारु सतर्क करिसेंति डाक्तर। परवर्ती खबर, भद्रकर विभिन्न स्थान में बन्या स्थिति समीक्षा कले जिलापाल। भद्रक जिलार वर्तमान बन्या परिस्थितिर समीक्षा पाई जिलापाल सोमेश कुमार उपाध्याय चांदबाली ब्लॉक अंतर्गत माधवपुर एवं करांडीमाल अंचल गस्त करथिले। गस्त समय जिलापाल बन्या प्रभावित अंचलर स्थिति अनुध्यान करने सहित स्थानीय लोकों सहित आलोचना करी सेमानक समस्या संपर्क में अवगत होइथिले। आश्रयस्थल, रिलीफ बंटन, पानीय जल, खाद्य, स्वास्थ्य सेवा एवं उद्धार कार्यर अग्रगति संपर्क में समीक्षा करी संपृक्त अधिकारी माननकु समस्त प्रभावित परिवार को तुरंत सहायता पहुंचाइबाकू निर्देश देथिले। परवर्ती खबर, क्षमा दे झील को नुआ जीवन देले मोदी, कृतज्ञता जणाइले मां। दिल्लीर जंतर मंतर ठारे नीट यूजी प्रश्नपत्र प्रघट विरुद्ध में होइतिबा छात्र आंदोलन बेले प्रधानमंत्री नरेंद्र मोदी प्रति अशालीन शब्द व्यवहार करिथिबा नाबालिका को मोदी क्षमा कर दैछन्ति। एथिपाई झीर मां हाथ जोड़ी प्रधानमंत्री को कृतज्ञता जणाइबा सहित से तांको झील को नुआ जीवन दैछन्ति बोली कहिसन्ति। रविवार झीर जन्मदिन थिबारु मां कहिसन्ति एपरि अश्लील शब्द कहिथिबा पिला को क्षमा करी मोदी निजर महानता देखाइछन्ति। जन्मदिन में प्रधानमंत्री तांको सबुठारु बड़ उपहार भावे जीवनदान दैछन्ति। आज तांको झीर पुनर्जन्म होइछे।